যেতବେଳେ ନାତି ଟୋକା ରାଜି ହେଇନି ତା ହାତରେ ଜବରଦସ୍ତ ଚକୋଲେଟ ଦେଇଛନ୍ତି। ତେଣୁ ବୁଢା ବାବା ଯେତେବେଳେ ଦେଖିଛି ହାତରେ ଚକୋଲେଟ ଧରିଛି, ବୁଢା ବାବା କହିଛି, ଆରେ ନାତି ଟୋକା, ତୁ ମତେ ଠକି ନଉ, ତୁ ନିଜେ ଠକି ଯାଇଛୁ। ପିଲାମାନେ ଏଟା ମନେ ରଖ, ମତେ ଠକିଲୁ କିନ୍ତୁ ଜୀବନରେ କେମିତି ତୁ କୌଣସି ମୁହୂର୍ତ୍ତରେ ଗୋଟେ ଚକୋଲେଟ ପାଇଁ ଠକି ନ ଯାଉ। ପିଲାମାନେ ଚିନ୍ତା କର, ସମାଜରେ ଏମିତି ପ୍ରଲୋଭନ ତମ ପାଇଁ ଆସିବ, ତମେ ସେ ପ୍ରଲୋଭନରେ, ଲୋଭରେ, ସେ ସୁନା ହରିଣରେ ଆଦୌ ଠକି ଯିବ ନାହିଁ। ତମେ ମାନେ ନିଶ୍ଚିତ ଭାବରେ ଆଧୁନିକ ଯୁଗର ଜଣେ ଜଣେ ଅର୍ଜୁନ, ଜଣେ ଜଣେ ନଚିକେତା, ଯେଉଁ ନଚିକେତା ସେଦିନ ଯମକୁ ମଧ୍ୟ ପାଣି ପିଇ ଦେଇଥିଲେ। ଜାଣିଥିବ, ଯେତେବେଳେ ଯମ କହିଛନ୍ତି, ଆରେ ସେ ପିଲାକୁ କହ, ଯାହା ଚାହୁଁଛି ମୁଁ ଦେବି, ଧନ ଚାହୁଁଛୁ ନେଇଯା, ସୁଖ ଚାହୁଁଛୁ ନେଇଯା। ନଚିକେତା କହିଛନ୍ତି, ନାଇଁ ଆଜ୍ଞା, ମୁଁ ସୁଖ ପାଇଁ ଆସି ନାହିଁ, ମୁଁ ସମ୍ପତ୍ତି ପାଇଁ ଆସି ନାହିଁ। ସେ ସୁଖ ଦିନେ ହଜିଯିବ, ସେ ସମ୍ପତ୍ତି ଦିନେ ହଜିଯିବ, ମୋର ଆତ୍ମଜ୍ଞାନ ଦରକାର। ପଢିବ ପିଲାମାନେ, যে পর্যন্ত যমরাজ আত্মজ্ঞান দেই নাহাନ୍ତି সে পর্যন্ত সেই পিলা নচিকেতা যমଙ୍କ দ্বার পাখରେ রাতি দিন উপাসরে কটেইছি, কিন্তু শেষে সফলতা হাসল করেছি। পিলাମାନେ ତମମାନଙ୍କ ପାଇଁ ସାରମାନଙ୍କ ତରଫରୁ, ମୋ ତରଫରୁ ଏହି ନିର୍ଦ୍ଦେଶ, ତମେମାନେ ଜୀବନରେ କେବେ ଶସ୍ତା ଜିନିଷରେ ଠକି ଯିବନି। ତମେ ନିଶ୍ଚିତ ଭାବରେ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚିବ ଏବଂ ଭଲ ମଣିଷ ହେବ। ଆଜିର ଦିନରେ ଭଲ ମଣିଷର ଆବଶ୍ୟକତା ଅଛି। ବଡ଼ ମଣିଷ ତ ବହୁତ ଅଛନ୍ତି ପିଲାମାନେ, କିନ୍ତୁ ଭଲ ମଣିଷ ନାହାନ୍ତି। ଆଜିର ଦିନରେ ଜଣେ ଭଲ ମଣିଷର ଆବଶ୍ୟକତା ଅଛି। ଯେତେ ଡିଜିଟାଲ ୱାର୍ଲଡ ହେଲେ ବି, ଯେତେ କମ୍ପ୍ୟୁଟର ହେଲେ ବି, ଶିକ୍ଷକ ଅଛି, ଛାତ୍ର ଥିବେ, ଶିକ୍ଷକ ଛାତ୍ରର ସମ୍ପର୍କ ଯୁଗେ ଯୁଗେ ରହିଥିବ। ସବୁବେଳେ ଶିକ୍ଷକ ଠାରୁ ଟପି ଯାଉଥିବ କିଏ? ଛାତ୍ର। ମନେ ରଖିଥାଅ, ଯେଉଁଦିନ ଛାତ୍ରଟିଏ ଶିକ୍ଷକକୁ ଟପିଯିବ, ସେଇଦିନ ଜାଣିବ ସମାଜରେ ସଫଳତା ଆଣିଛି ବୋଲି ଶିକ୍ଷକ ଭାବିବ। ଯେମିତି ଦ୍ରୋଣକୁ ଟପି ଯାଇଥିଲେ ଅର୍ଜୁନ, ଯେମିତି ରାମକୁ ଟପି ଯାଇଥିଲେ ଲବ କୁଶ। ତେଣୁ ପିଲାମାନେ, ତମେ ମାନେ ଶିକ୍ଷକ